ରାସନ କାର୍ଡ ଫେରାଇଲେଣି। ତ ଦେଖନ୍ତୁ ଯଦି ଆପଣମାନେ ରାସନ କାର୍ଡ ହିତାଧିକାରୀ ଅଛନ୍ତି ବା ଆପଣମାନେ ଯଦି ଯୋଗ୍ୟ ଅଛନ୍ତି ତାହେଲେ ଦେଖନ୍ତୁ କଣ ରହିଛି ଅପଡେଟ ଫେରାଇଲେଣି ରାସନ କାର୍ଡ କେତେ ଫେରାଇଲେଣି ଦେଖନ୍ତୁ କଣ ରହିଛି ଅପଡେଟ ଆଉ ଯୋଉମାନେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ଭିଡିଓକୁ କଣ ଅପଡେଟ ରହିଛି ରାସନ କାର୍ଡ ବିଷୟରେ। ତ ଦେଖନ୍ତୁ ରାସନ କାର୍ଡ ଫେରାଇଲେଣି 23,138 ଅଯୋଗ୍ୟ ହିତାଧିକାରୀ 4 ଲକ୍ଷରୁ ଅଧିକ ବୁଥ ବାଦ ପଡିଛି। ତେବେ ରାସନ କାର୍ଡ ଫେରାଇଥିବା ପରିବାରର ସଦସ୍ୟ ସଂଖ୍ୟା 86,844। ସେହିପରି ରାଜ୍ୟରେ 4,08,107 ବୁଥ ରାସନ କାର୍ଡକୁ ବାଦ ଦିଆଯାଇଛି। ମୃତ୍ୟୁ ପରେ ବି ଏହି ଲୋକମାନଙ୍କ ନାଁରେ ରାସନ ସାମଗ୍ରୀ ନିଆଯାଇଥିଲା ଯାହାକି ଏହାକୁ ଏବେ ଚିହ୍ନଟ କରାଯାଇଛି। ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ 97,55,442 କାର୍ଡରେ 3,30,28,880 ହିତାଧିକାରୀ ରହିଥିବା କଂଗ୍ରେସ ବିଧାୟିକା ସଫିଆ ଫିରଡୋସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ତ ଦେଖନ୍ତୁ ଯଦି ଆପଣମାନେ ମଧ୍ୟ ରାସନ କାର୍ଡ ହିତାଧିକାରୀ ଅଯୋଗ୍ୟ ଅଛନ୍ତି ତାହେଲେ ଆପଣମାନେ ଫେରେଇ ଦିଅନ୍ତୁ ରାସନ କାର୍ଡ। ତ ଏଇ ଅପଡେଟ ଥିଲା ଯଦି ଆପଣମାନେ ରାସନ କାର୍ଡ ରଖିଛନ୍ତି ତାହେଲେ ଆପଣମାନେ ମଧ୍ୟ ଫେରେଇ ଦିଅନ୍ତୁ